ନିଜର ଅନେକ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ବି କେବେ ସହାନୁଭୂତିର ଅପେକ୍ଷା କରନ୍ତିନି ବାପା। ମାଆର ଲୁହ ସମସ୍ତଙ୍କୁ ଦିଶେ, ହେଲେ ବାପାର କୋହ ଦିଶେନି। ମା କାଖେଇକି ବୁଲାନ୍ତି, କିନ୍ତୁ ବାପା କାନ୍ଧରେ ବସାନ୍ତି। ସବୁଠାରୁ ଉଚ୍ଚରୁ ଦୁନିଆ ଦେଖାନ୍ତି। ବୋଧହୁଏ ଏଇଥିପାଇଁ ଯେ ତାଙ୍କ ଛୁଆ ଦିନେ ଦୁନିଆରେ ସବୁଠୁ ବଡ଼ ହଉ, ତାଙ୍କଠୁ ବହୁତ ବେଶୀ ନାଁ କମାଉ। ସେମିତି ଲୋକଟି ହେଲେ ବାପା। ଘର ଉପରେ କିଛି ବିପଦ ଆସିଲେ ସବୁଠୁ ଆଗ ପଦାକୁ ବାହାରନ୍ତି ବାପା। ଯେମିତି ତାଙ୍କୁ ଅତିକ୍ରମଣ କରି କୌଣସି ଶକ୍ତି ତାଙ୍କ ପରିବାରକୁ ଛୁଇଁ ବି ପାରିବେନି। ଘର ଭିତର କଥା ତ ସମସ୍ତେ ଦେଖନ୍ତି, କିନ୍ତୁ ଘର ବାହାରେ ଦୁନିଆ ଯାକର ବିପଦ ଆପଦ, ଝଡ଼ ଝଞ୍ଜା, ଖରା ବର୍ଷା, କାମର କଷ୍ଟ, ମାଲିକ କି ବସ୍ର ଯନ୍ତ୍ରଣା, ସବୁ ସହି ଗୋଟେ ଲୋକ କେବଳ ଗୋଟିଏ କଥା ଚିନ୍ତା କରେ, କେମିତି ମୋ ପରିବାର ଭଲରେ ରହିବ, କେମିତି ମୋ ଛୁଆଙ୍କୁ ଅଭାବ ନ ହୁଏ। ମା ସହିପାରେନି, ବହୁତ ଜିଦ୍ରେ ହଁ କରେ, ହେଲେ ବାପା ମନା କରନ୍ତି। ଆମର ଚପଳ ଅପରିପକ୍ୱ ଚିନ୍ତାଧାରାରେ ବାପା ପାଲଟି ଯାଆନ୍ତି ଗୋଟେ ଖଳନାୟକ। ସବୁ କଥାରେ ନା, କେମିତି ଲୋକ ଇଏ। ବହୁତ ବର୍ଷ ପରେ ଯେତେବେଳେ ଶେଷରେ ବୁଝିବା ଶକ୍ତି ଆସେ, ବୁଝା ପଡ଼େ ଯେ କ'ଣ ସେ କହୁଥିଲେ, କାହିଁକି କହୁଥିଲେ। କାଳେ ଛୁଆ ପଇସାର ଅର୍ଥ ବୁଝିବନି, କାଳେ ଖରାପ ସାଙ୍ଗ ସହ ମିଶି ଖରାପ ହେଇଯିବ, କାଳେ କେଉଁ ବିପଦରେ ପଡ଼ିଯିବ। ମାଆର ଲୁହ ଦେଖିଲେ କଷ୍ଟ ହୁଏ, ହେଲେ ବାପା କାନ୍ଦିଲେ ଲାଗେ ଯେମିତି ଦୁନିଆଟା ଦିଫାଳ ହୋଇଯାଇଛି। ବାହାରକୁ କଠିନ ଦିଶୁଥିବା ଏଇ ମଣିଷଟି ପ୍ରକୃତରେ ଘରର ସଶକ୍ତ ମୂଳଦୁଆ। ବାପା ଏକ ସାହସ, ବରଗଛ ପରି ବିସ୍ତୃତ କିନ୍ତୁ ନୀରବ ଏକ ଆଶ୍ରୟ। କହିବାକୁ ତ ଅଛି ବହୁତ କଥା, ହେଲେ କହିଲେ ସରିବନି। ହ୍ୟାପି ଫାଦର୍ସ ଡେ ଟୁ ଅଲ୍ ଦ ଫାଦର୍ସ।